ଭିନ୍ନ ବିଚାରର ଆଜିର ଆଲୋଚନାକୁ ସ୍ୱାଗତ। ଜଣେ ବନ୍ଧୁ ଅନୁରୋଧ କରିଥିଲେ କରପ୍ସନ୍ ଉପରେ ଗୋଟିଏ ଆଲୋଚନା କରିବା ପାଇଁ। ତେଣୁ ଆଜିର ଆଲୋଚନା ଭାରତରେ କରପ୍ସନ୍ ବା ଦୁର୍ନୀତି। ଆସନ୍ତୁ ବୁଝିବା କରପ୍ସନ୍ର ମାନେ କ'ଣ, ଅର୍ଥାତ୍ କରପ୍ସନ୍ର ପରିଭାଷା ବା ସଂଜ୍ଞା କ'ଣ। ଅନେକ ଭାବନ୍ତି କରପ୍ସନ୍ ମାନେ ଲାଞ୍ଚ ବା ଦୁର୍ନୀତି, କିନ୍ତୁ କରପ୍ସନ୍ର ବିସ୍ତାରିତ ଅର୍ଥ ହେଲା ଆବ୍ୟୁଜ୍ ଅଫ୍ ପାୱାର ଅର୍ ଅଥରିଟି ଅର୍ ପୋଜିସନ୍ ଫର୍ ପର୍ସନାଲ୍ ଗେନ୍। ଓଡ଼ିଆରେ ହେଲା ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କ୍ଷମତାର ଅପବ୍ୟବହାର। ଏହି ବ୍ୟକ୍ତିଗତ ସ୍ୱାର୍ଥ ଗୁଡ଼ିକ କ'ଣ? ଟଙ୍କା ବା ପଇସା ଗ୍ରହଣ କରିବା, ଜିନିଷ ବା ଗିଫ୍ଟ ଗ୍ରହଣ କରିବା, ସେବା ଗ୍ରହଣ କରିବା, ଆଉ ଅନୁଗ୍ରହ ବା ପକ୍ଷପାତ କରିବା। ଗୋଟିଏ ଭଲ ଶାସନ ବ୍ୟବସ୍ଥା ପାଇଁ ଲେଜିସ୍ଲେଚର, ଏକ୍ଜିକ୍ୟୁଟିଭ, ଜୁଡ଼ିସିଆରୀ, ମିଡ଼ିଆ ସମସ୍ତେ ଭଲ ହେବା ଦରକାର। କିନ୍ତୁ କୁହନ୍ତୁ, ଆଜି ଆମ ଭାରତବର୍ଷରେ ଅଧିକାଂଶ MLA, MP ବା ଲୋକ ପ୍ରତିନିଧିମାନେ କରପ୍ଟ ନା ନାହିଁ? କୁହନ୍ତୁ, ଆମ ଦେଶରେ ଅଧିକାଂଶ ମନ୍ତ୍ରୀ, ଯନ୍ତ୍ରୀ, ତନ୍ତ୍ରୀ ଏବଂ ଷଡ଼ଯନ୍ତ୍ରୀ ଅର୍ଥାତ୍ ମିନିଷ୍ଟର, ଇଞ୍ଜିନିୟର୍ସ, ବ୍ୟୁରୋକ୍ରାଟ୍ସ ଆଉ ମିଡଲମ୍ୟାନ୍ ବା ଦଲାଲ ମାନେ, ଏମାନେ ସମସ୍ତେ କରପ୍ଟ ନା ନାହିଁ? କୁହନ୍ତୁ, ଆମ ଦେଶରେ ଏବେ ଅନେକ ଜଜେସ୍ ବା ନ୍ୟାୟମୂର୍ତ୍ତିମାନେ ପଇସା ନେଇକି ଧରା ପଡ଼ୁଛନ୍ତି ନା ନାହିଁ? କୁହନ୍ତୁ, ଗଣମାଧ୍ୟମ ପଇସା ପାଇଁ ବିଜ୍ଞାନ ପାଇକରି ଏବେ ଚୁପ୍ ନା ନାହିଁ? ସରକାରଙ୍କ ଚାପରେ ଏମାନେ ଚେପା ହେଇଛନ୍ତି ନା ନାହିଁ? କୁହନ୍ତୁ, ପଇସା ପାଇଲେ ମିଛ ଖବରକୁ ଏମାନେ ପରିବେଷଣ କରନ୍ତି ନାହିଁ, ଆଉ ସତ ଖବରକୁ ମଧ୍ୟ ଚାପି ଦିଅନ୍ତି ନା ନାହିଁ? କୁହନ୍ତୁ, ଆମ ଜନସାଧାରଣ ବିଭିନ୍ନ ଦଳର ନେତାଙ୍କ ଠାରୁ ଇଲେକ୍ସନ୍ ସମୟରେ ଭୋଟ୍ ପାଇଁ ପଇସା ନିଅନ୍ତି ନା ନାହିଁ? ତେବେ ସେ ପଇସା କେଉଁଠୁ ଆସିବ? ଏ ନେତାମାନେ ଆପଣମାନଙ୍କ ତଣ୍ଟିକୁ ଚିପିବେ ନା ନାହିଁ? ଆପଣଙ୍କ ରକ୍ତକୁ ଶୋଷିବେ ନା ନାହିଁ? କୁହନ୍ତୁ, ବିଟେକ୍, ଏମ୍ଟେକ୍, MBBS ପାଇଁ ପିଲାମାନେ ଲକ୍ଷ ଲକ୍ଷ ଟଙ୍କା ଦେଇ ଆଡ଼ମିସନ୍ କରନ୍ତି ନା ନାହିଁ? ଚାକିରି କଲା ପରେ ସେ ପିଲା କି ସେବା କରିବ? ତେଣୁ ଆପଣଙ୍କର ପୋଲ ଭୁଷୁଡ଼ିବ ନା ନାହିଁ? ରୋଗୀଟା ମରିବ ନା ନାହିଁ? କୁହନ୍ତୁ, ଆଦାନୀ, ଅମ୍ବାନୀ, ଟାଟା, ବିର୍ଲା, ସିଂଘାଣିଆ, ମିତ୍ତଲ, ଜିନ୍ଦଲ ଭଳି କମ୍ପାନୀମାନେ ବିଭିନ୍ନ ରାଜନୈତିକ ଦଳକୁ ବା ତାଙ୍କର ପାର୍ଟି ଫଣ୍ଡକୁ ପଇସା ଦିଅନ୍ତି ନା ନାହିଁ? ଆଉ ଯଦି ଏମାନେ ପଇସା ଦିଅନ୍ତି, ତାହେଲେ ଏମାନେ ଅନୁଗ୍ରହ ଆଶା କରିବା ନା ନାହିଁ? ସେଥିପାଇଁ ମନ୍ତ୍ରୀ ଓ ଅଧିକାରୀମାନେ ଆଇନକୁ ମୋଡ଼ି ଚିପୁଡ଼ି ଫୋପାଡ଼ି ଦିଅନ୍ତି ନା ନାହିଁ ଏବଂ ସେମାନଙ୍କୁ ସାହାଯ୍ୟ କରନ୍ତି ନା ନାହିଁ? କୁହନ୍ତୁ, ଆମ ଜନସାଧାରଣ ଆଉ ଆମ ଭକ୍ତମାନେ ତାଙ୍କ ଭଗବାନଙ୍କୁ ଲାଞ୍ଚ ଦେଇଥାନ୍ତି ନା ନାହିଁ? କିଛି ପାଇବା ପାଇଁ କଦଳୀ, ନଡ଼ିଆ, ଧୂପ, ଦୀପ, ଘିଅ, କ୍ଷୀର ଏଇସବୁଠାରୁ ବଳି ପର୍ଯ୍ୟନ୍ତ ଲାଞ୍ଚ ଦେଇଥାନ୍ତି ନା ନାହିଁ? ଅନେକ କହୁଥିବେ ଏବଂ ଆପଣ ଶୁଣିଥିବେ, ହେ ପ୍ରଭୁ, ମୋର ଏଇ କାମଟା କରିଦିଅ, ମୁଁ ତୁମକୁ ଏଇଆ ଦେବି। ଏଇଟା ତାହେଲେ କ'ଣ? ଏଇଟା ହେଉଛି ଇଂଲିଶରେ କୁହାଯାଏ କ୍ୱିଡ୍ ପ୍ରୋ କ୍ରିଓ, ଅର୍ଥାତ୍ ଗୋଟେ ଡିଲ୍ ବା କରପ୍ସନ୍। ତେଣୁ କୁହନ୍ତୁ, ଜନସାଧାରଣ ଅନେକ ସମୟରେ ଦେଖିଥିବେ ନିଜର କାମଟା କରିବା ପାଇଁ ଗଳା ବାଟ ଦେଇ, ପଇସା ଦେଇ ନିଜର କାମ ହାସଲ କରନ୍ତି ନା ନାହିଁ? ତେଣୁ ଆମର ପୁରା ବ୍ୟବସ୍ଥାରେ ଦୁର୍ନୀତି ବା କରପ୍ସନ୍। ଏହାକୁ ବ୍ୟଙ୍ଗକାରମାନେ କହନ୍ତି ଲାଞ୍ଚଟା ହେଲା ଭାରତର ଜାତୀୟ ଖାଦ୍ୟ। ଟ୍ରାନ୍ସପେରେନ୍ସି ଇଣ୍ଟରନ୍ୟାସନାଲ ସଂସ୍ଥାର ସର୍ଭେ ରିପୋର୍ଟ ଅନୁଯାୟୀ 180ଟି ଦେଶରୁ ଆମର ଭାରତ 93 ସ୍ଥାନରେ ଅଛି। ତାମାନେ ଭାରତ ହେଉଛି ମୋଷ୍ଟ କରପ୍ଟ କଣ୍ଟ୍ରି। ତେବେ ଇଏ କରପ୍ସନ୍ ଗୋଟିଏ ବ୍ୟାଧି। ଯେମିତି ଅନେକ ବ୍ୟାଧିର ନିଦାନ ଥାଏ, ସେମିତି ଏଇ ଯେଉଁ ଦୁର୍ନୀତି ବା କରପ୍ସନ୍ର ନିଦାନ ମଧ୍ୟ ରହିଛି। ନିଦାନ କେଉଁଠି ଅଛି? ମୋରାଲ ଏଜୁକେସନ୍ର ଅଛି, ଆଉ 5T ଗଭର୍ନାନ୍ସର ଅଛି, ସରକାରଙ୍କର ଫିଡ଼ବ୍ୟାକ୍ ସିଷ୍ଟମ୍ରେ ଅଛି, ECI, ED, CBI, ଲୋକାୟୁକ୍ତ, ଲୋକପାଲ, RTI ଏ ସମସ୍ତଙ୍କୁ ଇଣ୍ଡିପେଣ୍ଡେଣ୍ଟ କରିବାରେ ଅଛି, ଫ୍ରିଡ଼ମ୍ ଅଫ୍ ସ୍ପିଚ୍ରେ ଅଛି। ଆଉ ଗୋଟିଏ କଥା, ଯେତେବେଳେ ଆଦାନୀ ବାବୁ ବା ଅମ୍ବାନୀ ବାବୁ ତାଙ୍କର ପୁଅ ବାହାଘର କରୁଛନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯେଉଁ ପ୍ରକାର ପବ୍ଲିସିଟି କରୁଛନ୍ତି, ୟାର
भूल प्रभाव लोक मान उपरे पड़ुछि ना नहीं। जदि ए सबको आपण अणदेखा करती ताहले कौन हब फलाफल? भारतर जो जेएनजी अच्छी से माने भारत रे नेपाल परिस्थिति सृष्टि करिवे ना नहीं। तेणु चिंता करंतु, सतर्क हुअन्तु, सावधान हुअन्तु, समाधान करंतु। धन्यवाद।